ଜଳ ସମ୍ବଳ ପାଠର ପ୍ରଶ୍ନୋତ୍ତର ଏହି ଭିଡିଓରେ ଆଲୋଚନା କରିବୁ। ନିମ୍ନରେ ଦିଆଯାଇଥିବା ତଥ୍ୟକୁ ଆଧାର କରି ପ୍ରତ୍ୟେକ ଅଞ୍ଚଳକୁ ଜଳାଭାବ ଅଛି ଏବଂ ଜଳାଭାବ ନାହିଁ ରୂପରେ ଚିହ୍ନିତ କର। ବାର୍ଷିକ ଅଧିକ ବୃଷ୍ଟି ପାଉଥିବା ଅଞ୍ଚଳ ଜଳାଭାବ ନାହିଁ। ବାର୍ଷିକ ଅଧିକ ବୃଷ୍ଟି ପାଉଥିବା ଏକ ଜନାକୀର୍ଣ୍ଣ ଅଞ୍ଚଳ ଜଳାଭାବ ନାହିଁ। ବାର୍ଷିକ ବୃଷ୍ଟି ପରିମାଣ ଅଧିକ ମାତ୍ର ଜଳ ବିଶେଷ ଭାବେ ପ୍ରଦୂଷିତ ଜଳାଭାବ ଅଛି। ଅଳ୍ପ ବୃଷ୍ଟି ପାଉଥିବା ଜଳ ବିରଳ ଅଞ୍ଚଳ ଜଳାଭାବ ଅଛି। ନିମ୍ନଲିଖିତ କେଉଁ ଉକ୍ତିଟି ବହୁମୁଖୀ ନଦୀବନ୍ଧ ଯୋଜନା ସମ୍ବନ୍ଧରେ ଅନୁକୂଳ ମନ୍ତବ୍ୟ ନୁହେଁ? ଜଳାଭାବ ପ୍ରପୀଡ଼ିତ ଅଞ୍ଚଳକୁ ବହୁମୁଖୀ ନଦୀବନ୍ଧ ଯୋଜନା ଜଳ ଯୋଗାଇଥାଏ। ବହୁମୁଖୀ ନଦୀବନ୍ଧ ଯୋଜନା ଗୁଡ଼ିକ ଜଳପ୍ରବାହର ସୁବ୍ୟବସ୍ଥା କରି ବନ୍ୟା ନିୟନ୍ତ୍ରଣ କରେ। ବହୁମୁଖୀ ନଦୀବନ୍ଧ ଯୋଜନା ଅନେକ ଲୋକଙ୍କର ଭିଟାମାଟି ଓ ଜୀବକର୍ଜନ ପନ୍ଥା ହରାଇବାକୁ ବାଧ୍ୟ କରେ। ବହୁମୁଖୀ ନଦୀବନ୍ଧ ଯୋଜନା ଶିଳ୍ପ ଓ ଘରୋଇ ବ୍ୟବହାର ନିମନ୍ତେ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ କରିଥାଏ। ଠିକ୍ ହେଲା ଯାହାକି ବି ବହୁମୁଖୀ ନଦୀ ଯୋଜନା ଗୁଡ଼ିକ ଜଳପ୍ରବାହର ସୁବ୍ୟବସ୍ଥା କରି ବନ୍ୟା ନିୟନ୍ତ୍ରଣ କରାଯାଏ ଓ ଭିଟାକୁ ବାଧ୍ୟ କରେ। ନିମ୍ନରେ କେତେକ ଭୁଲ ତଥ୍ୟ ବିଷୟରେ ଉତ୍ତର ଦିଆଯାଇଛି। ଭୁଲଟିକୁ ବାଛ ଏବଂ ସଠିକରେ ଠିକ୍ କରି ଲେଖ। ଏରେ କରୁନାହିଁ କରୁଅଛି। ବିରେ ହୋଇନଥାଏ ହୋଇଥାଏ। ସିରେ ହୋଇନଥିଲା ହୋଇଥିଲେ ଲେଖିବ। ଡି ହୋଇଛି ହୋଇନାହିଁ। ଜଳ କିପରି ଏକ ଅସରନ୍ତି ସମ୍ବଳ ବୁଝାଅ। ଜଳ ଏକ ମୁଖ୍ୟ ଜାତୀୟ ସମ୍ବଳ ଏବଂ ଏକ ଅମୂଲ୍ୟ ଜାତି ସମ୍ପତ୍ତି ଏବଂ ଅସରନ୍ତି ସମ୍ବଳ। ଜଳ ସମ୍ବଳ କହିଲେ ମାଟି ଭିତରେ ଥିବା ଭୂତଳ ଜଳ ଏବଂ ନଦୀ ନାଳ ଓ ଝରଣା ଆଦି ପୃଷ୍ଠ ଜଳକୁ ବୁଝାଏ। ମୌସୁମୀ ବୃଷ୍ଟି ଦ୍ୱାରା ଜଳ ଭୂପୃଷ୍ଠରେ ଦେଖାଯାଏ। ଜଳଚକ୍ର ଦ୍ୱାରା ଏହାର ନିରନ୍ତର ନବୀକରଣ ଓ ଭରଣା ହେଉଥାଏ। ସମଗ୍ର ଜଳରାଶି ଜଳଚକ୍ର ମଧ୍ୟ ଦେଇ ଗତି କରିଥାଏ, ତେଣୁ ଏହାକୁ ଅସରନ୍ତି ସମ୍ବଳ ବୋଲି କୁହାଯାଏ। ଜଳାଭାବ କ'ଣ ଓ କେଉଁ କେଉଁ କାରଣ ଗୁଡ଼ିକ ଏଥିପାଇଁ ଦାୟୀ? ବୃଷ୍ଟିପାତ ନହେଲେ, ଅନିୟମିତ ହେଲେ ବା ମରୁଡ଼ି ହେଲେ ଜଳାଭାବ ଘଟିଥାଏ। ମୌସୁମୀ ବାୟୁ ଅନିଶ୍ଚିତ ଅସମାନ ଅନିୟମିତତା, ତେଣୁ ବର୍ଷର ସବୁ ସମୟରେ ସବୁ ସ୍ଥାନରେ ସମାନ ପରିମାଣର ବର୍ଷା ହୁଏ ନାହିଁ। ଜନସଂଖ୍ୟାର ବୃଦ୍ଧି, ଅରଣ୍ୟର କ୍ଷୟ, ଖାଦ୍ୟର ଆବଶ୍ୟକତା ଓ ଅର୍ଥକାରୀ ଫସଲର ଚାହିଦା, ଜୀବନ ଧାରଣର ଏବଂ ସହରୀକରଣ ବୃଦ୍ଧି ଫଳରେ ଜଳାଭାବ ଦେଖାଯାଉଛି। ଭୂଗର୍ଭ ଜଳର ବହୁଳ ବ୍ୟବହାର ଜଳାଭାବରୁ ଅନ୍ୟ ଏକ କାରଣ। ବହୁମୁଖୀ ନଦୀବନ୍ଧ ଯୋଜନାର ଉପକାରିତା ଓ ଅପକାରିତା ସମ୍ବନ୍ଧରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର। ଉପକାରିତା ଦେଇଛି। ବହୁମୁଖୀ ନଦୀବନ୍ଧ ଯୋଜନା ଦ୍ୱାରା କୃଷିର ବିକାଶ ଓ ଦ୍ରୁତ ଶିଳ୍ପାୟନ ଓ ଗ୍ରାମ୍ୟ ଅର୍ଥନୀତି ଏବଂ ସହରୀ ଅର୍ଥନୀତି ମଧ୍ୟରେ ସମନ୍ୱୟ ସ୍ଥାପିତ ହୋଇପାରୁଛି। ବନ୍ୟା ନିୟନ୍ତ୍ରଣ, ବିଦ୍ୟୁତ ଶକ୍ତି ଉତ୍ପାଦନ, ଯୋଗାଣ, ଆଭ୍ୟନ୍ତରୀଣ ଜଳ ପରିବହନ, ନବୀକରଣ ଆଦି ବହୁ ବିଧାନ ଉପରେ ସାଧିତ ହୋଇପାରୁଛି। ଅପକାରିତା ନଦୀବନ୍ଧ ଯୋଜନାର ଅପକାରିତା ଗୁଡ଼ିକ ହେଲା ପ୍ରାକୃତିକ ଜଳ ପ୍ରବାହର ବାଧା, ପଟୁ ଜମା ହୋଇ ଗଭୀରତା ହ୍ରାସ, ଜଳ ଜୀବମାନଙ୍କର ବାସସ୍ଥାନ ନଷ୍ଟ, ମୃତ୍ତିକା କ୍ଷୟ,
ପରିବେଶ କ୍ଷୁଣ୍ଣ ହେବା ଆଦି ଅନେକ ବାଧା ଉପୁଜୁଥାଏ। 3 ନମ୍ବର, ନିମ୍ନଲିଖିତ ପ୍ରତ୍ୟେକର ଉତ୍ତର ପ୍ରାୟ 120ଟି ଶବ୍ଦରେ ଲେଖ। ରାଜସ୍ଥାନର ଅର୍ଦ୍ଧସୂକ୍ଷ୍ମ ଅଞ୍ଚଳରେ କିପରି ବୃଷ୍ଟିଜଳ ଅମଳ କରାଯାଉଛି ଆଲୋଚନା କର। ରାଜସ୍ଥାନର ଅର୍ଦ୍ଧସୂକ୍ଷ୍ମ ଅଞ୍ଚଳରେ କୃଷି କ୍ଷେତ୍ରରେ ବୃଷ୍ଟିଜଳ ସଂଗ୍ରହ ପାଇଁ ଜୈସାଲମାର ଅଞ୍ଚଳରେ ଖାଡିନ୍ ଏବଂ ରାଜସ୍ଥାନର ଅନ୍ୟାନ୍ୟ ସ୍ଥାନରେ ଜୋହାଦ ନାମକ ସଂରଚନା ନିର୍ମାଣ କରୁଥିଲେ। ଜଳ ସେଠାରେ ସଞ୍ଚିତ ହୋଇ ରହି ମୃତ୍ତିକାକୁ ବତର ରଖୁଥିଲା। ରାଜସ୍ଥାନର ବିକାନିର, ଫାଲୋଡି ଓ ବାରମାର ଜିଲ୍ଲାମାନଙ୍କରେ ଭୂଗର୍ଭ ଜଳାଶୟ ଥାଏ। ଏହାକୁ ଟଙ୍କା କୁହାଯାଏ। ଏଗୁଡ଼ିକ ଛାତ ଉପରେ ବୃଷ୍ଟିଜଳ ଅମଳ ବ୍ୟବସ୍ଥା ଏକ ଅଂଶ। ଏହି ଟଙ୍କାଗୁଡ଼ିକ ଘରର ଅଗଣା କିମ୍ବା ସବୁଠାରୁ ବଡ଼ କୋଠରୀ ମଧ୍ୟ ତିଆରି କରାଯାଉଥିଲା। ଗୋଟିଏ ପାଇପ୍ ଯୋଗେ ଏଗୁଡ଼ିକୁ ଗଢ଼ାଣିଆ ଛାତ ସହ ସଂଯୋଗ କରାଯାଏ। ପ୍ରଥମ ଅସରା ବର୍ଷ ପରବର୍ତ୍ତୀ ବୃଷ୍ଟିଜଳକୁ ପାଇପ୍ ଭିତର ଦେଇ ଟଙ୍କାରେ ସଂଗୃହୀତ କରାଯାଏ। ଏହି ସଂଗୃହୀତ ଜଳ ଏକ ନିର୍ଭରଯୋଗ୍ୟ ଉତ୍ସ ଭାବେ କାମରେ ଆସେ। ଏହାକୁ ପୋଲାର ପାନି କୁହାଯାଏ। ଆଜିକାଲି ରାଜସ୍ଥାନରେ ଛାତ ଉପରେ ଜଳ ଅମଳ ବ୍ୟବସ୍ଥା କମିବାରେ ଲାଗିଛି। ତାହାର କାରଣ ହେଲା ରାଜସ୍ଥାନ କେନାଲରୁ ବର୍ଷ ସାରା ପ୍ରଚୁର ପରିମାଣ ଜଳ ମିଳିପାରୁଛି। ପାରମ୍ପରିକ ବୃଷ୍ଟିଜଳ ଅମଳ ପଦ୍ଧତିରେ ଆଧୁନିକରଣ ଜଳ ସଂଗ୍ରହ ଓ ସଂଗ୍ରହରେ କିପରି ଉପଯୋଗୀ ହେଉଛି। ରାଜସ୍ଥାନରେ ପାନୀୟ ଜଳ ସଂଗ୍ରହ ପାଇଁ ଛାତ ଉପରେ ବୃଷ୍ଟିଜଳ ଅମଳ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା। ଟଙ୍କାଗୁଡ଼ିକ ଛାତ ଉପରେ ବୃଷ୍ଟିଜଳ ଅମଳ ବ୍ୟବସ୍ଥାର ଏକ ଅଂଶ। ଏହି ଜଳାଶୟଗୁଡ଼ିକ ଘରର ସବୁଠାରୁ ବଡ଼ କୋଠରୀ ଭିତରେ କିମ୍ବା ଘରର ଅଗଣାରେ ତିଆରି କରାଯାଉଥିଲା। ଗୋଟିଏ ପାଇପ୍ ଯୋଗେ ଏଗୁଡ଼ିକ ଗଢ଼ାଣିଆ ଛାତ ସହ ସଂଯୋଗ ହୋଇଥାଏ। ଛାତରେ ବର୍ଷୁଥିବା ବର୍ଷା ଜଳ ପାଇପ୍ ଭିତର ଦେଇ ଭୂଗର୍ଭସ୍ଥ ଟଙ୍କାରେ ଗଚ୍ଛିତ ହୋଇ ରହେ। ଏହି ପାରମ୍ପରିକ ବୃଷ୍ଟିଜଳ ଅମଳ ପାରିବେଶିକ ଦୃଷ୍ଟିକୋଣରୁ ଉତ୍ତମ ଓ ଏହା ବହୁମୁଖୀ ଯୋଜନାର ବିକଳ୍ପ ସ୍ଥାନ ଗ୍ରହଣ କରିବ। ତାପରେ ମ୍ୟାପରେ ଦେଇଛି, ତାକେ ଦର୍ଶାବ। 1ରେ ସର୍ଦ୍ଦାର ସରୋବର ବହୁମୁଖୀ ନଦୀବନ୍ଧ ଯୋଜନା, 2ରେ ପ୍ରଭାର ଯୋଜନା, 3ରେ କୃଷ୍ଣା, ତୁଙ୍ଗଭଦ୍ରା, ମେଟୁର, ନାଗାର୍ଜୁନ, ହୀରାକୁଦ ବହୁମୁଖୀ ଯୋଜନା, ରିହାନ, ଚମ୍ପାଲ, ସାଗର ପଞ୍ଜାବରେ ଦେଇଛି। ଏ ଥିଲା ଜଳ ସମ୍ପର୍କର ପାଠର ପ୍ରଶ୍ନ ଉତ୍ତର।